ତୁମେ ଯେଉଁ ଦୁଇଟି ଫଟୋ ଦେଖୁନ କି, ଦେଖ ସୁନ୍ଦର ଭିଡ଼ିଓ ଆସିବ, କିନ୍ତୁ ତୁମେ ଯଦି ମୋତେ ପ୍ରକୃତରେ ନିଶ୍ଚିନ୍ତ ଭିଡ଼ିଓ ଭଲ ଲାଗେ ନିଶ୍ଚିତ ଲାଇକ୍ କରିବ ଆଉ ସେୟାର ମଧ୍ୟ କରିବ, ନୂଆ ଆସିଥିଲେ ଫଲୋଅର୍ସ କରିବ। ତାହେଲେ ଇଏ ଭିଡ଼ିଓ କେମିତି ଏଡ଼ିଟିଂ ହୁଏ ବା ବିନା ଆପ୍ରେ ହୁଏ ଆଉ କେଉଁଥିରେ ହୁଏ ମୁଁ ତୁମକୁ କହିବି। କିନ୍ତୁ କେବଳ ଦୁଇଟି ଫଟୋ, ଗାର୍ଲଫ୍ରେଣ୍ଡ ହୁଅନ୍ତୁ କି ବୟଫ୍ରେଣ୍ଡ ହୁଅନ୍ତୁ, ଯେତେ ଦୂରରେ ରହିଲେ ବି ତୁମକୁ ଲାଗିବ ତୁମ ପାଖରେ ରହିଲା ଭଳି। କିନ୍ତୁ ସେମିତି ଗୋଟେ ତୁମକୁ ଭିଡ଼ିଓ ଦେଖେଇବି, କାହିଁକି ନା ସେଇ ଫଟୋରେ ହିଁ ସେ ଭିଡ଼ିଓକୁ ତୁମକୁ ଦେଖେଇବି। ଲାଷ୍ଟ ମୋମେଣ୍ଟ ପର୍ଯ୍ୟନ୍ତ ତୁମେ ଅପେକ୍ଷା କଲେ ନିଶ୍ଚିନ୍ତ ଫୁଲ୍ ସ୍କ୍ରିନ୍ ଉପରେ ସେ ଭିଡ଼ିଓର ସୁଟ୍ ତୁମକୁ ନିଶ୍ଚିନ୍ତ ଦେଖେଇବି। ଆଉ ଯଦି ତୁମକୁ ଭଲ ଲାଗିବ ତାହେଲେ ତୁମେ ନିଶ୍ଚିନ୍ତ ଲାଇକ୍ କରିବ, ଫଲୋଅର୍ସ ମଧ୍ୟ କରିବ, ସେୟାର ମଧ୍ୟ କରିବ। ତାହେଲେ ମୁଁ ନେକ୍ସଟ ଭିଡ଼ିଓରେ ତୁମକୁ ନିଶ୍ଚିନ୍ତ ଭିଡ଼ିଓ କେମିତି ଏଡ଼ିଟିଂ ହୁଏ ଆଉ ଏଡ଼ିଟିଂ ହେଇକି ଭିଡ଼ିଓ ସୁଟ୍ ହୁଏ ତାହେଲେ ମୁଁ ତୁମକୁ ଆଗ ଭିଡ଼ିଓରେ ଦେଖେଇବି। ଯଦି ତୁମେ କମେଣ୍ଟ କରିବ ସେମିତି ଭିଡ଼ିଓ କେମିତି ବନାଯାଏ, ତାହେଲେ ସେ ଭିଡ଼ିଓକୁ ମୁଁ ନିଶ୍ଚିନ୍ତ ତୁମକୁ ଏଡ଼ିଟିଂ କରି ଦେଖେଇବି। ବିନା ଆପ୍ଲିକେସନରେ ମଧ୍ୟ ମୁଁ ସେଟାକୁ ଦେଖେଇବି। ତ ବିନା ପଇସାରେ ନିଜ ମୋବାଇଲରେ ଯେଉଁ ଆପ୍ଲିକେସନ୍ ଅଛି ସେଇ ଆପ୍ଲିକେସନରେ ମୁଁ ତୁମକୁ ନିଶ୍ଚିନ୍ତ ତୁମକୁ ଏଡ଼ିଟିଂ କରିକି ତୁମକୁ ଦେଖେଇବି। ଦୁଇଟି ଫଟୋ ସାହାଯ୍ୟରେ ସୁନ୍ଦର ଭିଡ଼ିଓ ହେବ, ଯାହାକି ତୁମକୁ କେହି ବି ଦେଖେଇ ନଥିବେ। ଏତେ ଜିନିଷ ଦେଖିଥିବ କିନ୍ତୁ ଏଭଳି ଭିଡ଼ିଓ ତୁମକୁ କେହି ବି ଦେଖେଇ ନଥିବେ। ତ ତୁମକୁ ଲାଷ୍ଟ ପର୍ଯ୍ୟନ୍ତ ଜ୍ୟୋତ୍ସ୍ନାରେ ଭିଜିଥିଲେ, ଶିଶିରରେ ଭିଜିଥିଲେ, ବର୍ଷାରେ ତ ଭିଜି ନଥିଲେ ଆମେ।